ସାଙ୍ଗମାନେ ଫ୍ରେଞ୍ଚ ରିଭଲ୍ୟୁସନ ପୂର୍ବରୁ ଫ୍ରାନ୍ସର କ୍ଲେର୍ଜି ଅର୍ଥାତ୍ ଚର୍ଚ୍ଚର ଧର୍ମଗୁରୁମାନେ ସମାଜରେ ଉଚ୍ଚ ବର୍ଗର ଅଂଶ ଭାବେ ଗଣାଯାଉଥିଲେ। ଫ୍ରାନ୍ସରେ ପ୍ରାୟ 1.5 ଲକ୍ଷ କ୍ଲେର୍ଜି ଥିଲେ ଏବଂ ପ୍ରାୟ 5,000ଟି ରିଲିଜିୟସ୍ ସେଣ୍ଟର ଥିଲା। ଏହିସବୁ ଧାର୍ମିକ କେନ୍ଦ୍ରରେ ମିଶାଇକି ପ୍ରାୟ 25,000 ପୁରୁଷ ଓ ମହିଳା ସଦସ୍ୟ ଥିଲେ। ହିଷ୍ଟୋରିକାଲ ସୋର୍ସେସ୍ ଅନୁସାରେ ସେମାନଙ୍କ ମଧ୍ୟରେ ଅନୈତିକତା ବା ଇମୋରାଲିଟି ମଧ୍ୟ ଦେଖାଯାଉଥିଲା, ଅର୍ଥାତ୍ ଅନେକ କ୍ଲେର୍ଜି ସେମାନଙ୍କ ଧାର୍ମିକ କର୍ତ୍ତବ୍ୟ ଠିକ୍ ଭାବେ ପାଳନ କରୁନଥିଲେ। ସେ ସମୟରେ ଧାର୍ମିକ ସଂସ୍ଥାଗୁଡ଼ିକ ବହୁତ ଶକ୍ତିଶାଳୀ ଥିଲା ଏବଂ ପ୍ରଶାସନ ଉପରେ ବା ଆଡମିନିଷ୍ଟ୍ରେସନ ଉପରେ ମଧ୍ୟ ସେମାନଙ୍କର ଗଭୀର ପ୍ରଭାବ ଥିଲା। ସେମାନଙ୍କର ଏକ ଶକ୍ତିଶାଳୀ ଶୃଙ୍ଖଳା ଥିଲା, ଯାହା ଗାଁର ପ୍ରିଷ୍ଟ ବା ପୂଜାରୀ ଠାରୁ ଆରମ୍ଭ କରିକି ରୋମର ପୋପ୍ ପର୍ଯ୍ୟନ୍ତ ବିସ୍ତୃତ ହୋଇକି ରହିଥିଲା। ଏହି ବ୍ୟବସ୍ଥାରେ ପୋପ୍, କାର୍ଡିନାଲ, ଆର୍କବିଶପ୍ସ, ଆର୍କଡିଆକନ, ବିଶପ୍ସ ଏବଂ ଏବଟ୍ ପରି ଉଚ୍ଚ ପଦବୀଗୁଡ଼ିକ ଥିଲା।